ଆଜି ଫେବୃଆରୀ 2, 2024 ଆଜି ଫେବୃଆରୀ 2, 2024 ଓଡ଼ିଶାର ଦେଶରେ ସବୁଠାରୁ ବଡ଼ ଟପ୍ ନ୍ୟୁଜ୍ ହେଉଛି କେନ୍ଦ୍ରୀୟ ବଜେଟ୍। କାଲି ଫେବୃଆରୀ 1 ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଏକ ବଡ଼ ବଜେଟ୍ ଯାହାର ଫୋକସ୍ ରହିଛି ଯୁବପିଢ଼ି ପାଇଁ ନୂଆ ସୁଯୋଗ, କୃଷକଙ୍କ ପାଇଁ ସୁରକ୍ଷା କବଚ, ଇନଫ୍ରାଷ୍ଟ୍ରକ୍ଚର ଓ ଜଳମାର୍ଗ ବିକାଶ, ରାଜ୍ୟଗୁଡ଼ିକୁ 41% କେନ୍ଦ୍ରୀୟ ଟିକସ ସେୟାର, ମହିଳାମାନଙ୍କ ପାଇଁ କିଛି ସ୍ପେଶାଲ ପ୍ରସ୍ତାବ। ଓଡ଼ିଶା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ରେ ଇନଫ୍ରାଷ୍ଟ୍ରକ୍ଚର ଓ ଜଳମାର୍ଗ ଉପରେ ଜୋର ଦିଆଯିବାକୁ ପ୍ରଶଂସା କରିଛନ୍ତି। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ ନିରାଶା ପ୍ରକାଶ କରିଛନ୍ତି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକ ଆଜିର ଅପଡେଟ୍ ଅନୁଯାୟୀ ଓଡ଼ିଶାରେ କିଛି ସ୍ଥାନରେ ବାୟୁ ଗୁଣବତ୍ତା ଖରାପ ରହିଛି। ରାଉରକେଲାରେ ଟ୍ରକ୍ ଦୁର୍ଘଟଣା ଓ ରେସ୍କ୍ୟୁ ଚାଲିଛି। ପାଣିପାଗ ଅପଡେଟ୍। କୁହୁଡ଼ି ଓ କମ୍ ଶୀତ ରହିଛି କିନ୍ତୁ ଆଗାମୀ ଦିନରେ ବର୍ଷା ସମ୍ଭାବନା।